ସମସ୍ତଙ୍କ ସହିତ ଆମ ସମ୍ପର୍କ ଜନ୍ମ ହେଲା ପରେ ଦୁନିଆକୁ ଆସିଲା ପରେ ସମ୍ପର୍କ ଆମର ଗଢ଼ି ଉଠିଥାଏ। କିନ୍ତୁ ଆମ ମା ହେଉଛି ଏମିତିକା ଦେବୀ ଯାହା ସହିତ ଆମ ସମ୍ପର୍କ ଜନ୍ମ ହେବାର ଅନେକ ଦିନ ଆଗରୁ ଗଢ଼ି ଉଠିଥାଏ। ବର୍ତ୍ତମାନର ଏ କଳିଯୁଗ ମଣିଷ ମା ଭଳି ପବିତ୍ର ଶବ୍ଦକୁ ମା ଭଳି ବିରାଟ ପବିତ୍ର ସମ୍ପର୍କକୁ ସ୍ୱାର୍ଥ ପାଇଁ କେମିତି କଳଙ୍କିତ କରୁଛି ଆପଣମାନେ ନିଜେ ଦେଖିଦିଅନ୍ତୁ। ହାୟ ରେ କଳିଯୁଗ ମଣିଷ, ଏଇ କ'ଣ ତୋର ଶ୍ରେଷ୍ଠ ପଣିଆ, ଏଇ କ'ଣ ତୋର ମାନବତା? କେମିତି ନିଜର ଶିଶୁ କନ୍ୟାକୁ ବିଚ ରାସ୍ତା ଉପରେ ଛାଡ଼ି ଚାଲି ଯାଉଛି ଏଇ ରାକ୍ଷସ ରୂପୀ, ଏଇ ହିଂସ୍ର ରୂପୀ, ପିଶାଚ ରୂପୀ ମହିଳା ଜଣଙ୍କୁ। ଏ ହେଉଛି ମା। ଦୁନିଆର ସବୁଠାରୁ ପବିତ୍ର, ଭରସାଯୋଗ୍ୟ, ମଜବୁତ ସମ୍ପର୍କ ମାକୁ କେମିତି ଏହି ସ୍ୱାର୍ଥୀ ନର ରାକ୍ଷସମାନେ ବିଚ ରାସ୍ତାରେ ନିଲାମ କରୁଛନ୍ତି। ଏହି ରକ୍ତ ପିଶାଚୁ ମାୟାବିନୀ କାମତୁରା ମହିଳାମାନେ ମା ଶବ୍ଦକୁ କେମିତି ବାରମ୍ବାର କଳଙ୍କିତ କରୁଛନ୍ତି। ପ୍ରତ୍ୟେକ ଦିନ ଏମାନଙ୍କର କଳଙ୍କିତ ଅଧ୍ୟାୟ ଆମେ ଖବରକାଗଜରେ, ସୋସିଆଲ ମିଡ଼ିଆରେ, ବିଭିନ୍ନ ପ୍ରକାର ନ୍ୟୁଜ୍ ଚ୍ୟାନେଲରେ ଦେଖିବା ପାଇଁ ପାଉଛୁ। ଆଦିଶକ୍ତି ଜଗତଜନନୀ ସୃଷ୍ଟିର ରଚୟିତା ସେହି ନାରୀ ପାଇଁ ସାରା ସୃଷ୍ଟି ଆଜି ରଚନା ହେଇଛି। ସେହି ନାରୀକୁ, ସେହି ଶିଶୁ କନ୍ୟାକୁ କେମିତି ଏ ଦୁନିଆ ତାକୁ ଘୃଣା କରୁଛି। ପରମେଶ୍ୱର ହୁଅନ୍ତୁ, ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ, ଭଗବାନ ଶ୍ରୀରାମ ହୁଅନ୍ତୁ, ବଜରଙ୍ଗବଲି ହୁଅନ୍ତୁ, ପୁରା ଦୁନିଆ, ପୁରା ବିଶ୍ୱ, ମୁଁ ହୁଅନ୍ତୁ, ଆପଣମାନେ ହୁଅନ୍ତୁ, ପ୍ରତ୍ୟେକଟି ଜୀବ ସୃଷ୍ଟି ହେଇଛି ମା ପାଖରୁ, ନାରୀ ପାଖରୁ। କିନ୍ତୁ ସେହି ନାରୀକୁ, ସେହି ସୃଷ୍ଟିମୟୀକୁ, ସେହି ଜଗତଜନନୀକୁ, ସେହି ଶିଶୁ କନ୍ୟାକୁ ଆଜିକାର ଏହି ହୀନ ମାନସିକତା ରାକ୍ଷସ ରୂପୀ ସମାଜ କେମିତି ଘୃଣା କରୁଛି ଆଉ କେମିତି ତାକୁ ବିଚ ରାସ୍ତାରେ ଛାଡ଼ି ଚାଲି ଯାଉଛି। ଆପଣମାନେ ବିଚାର କରନ୍ତୁ। ଆମେ ସ୍ୱାର୍ଥ ପାଇଁ, କାମ ପିଶାଚ ପାଇଁ, ପରକୀୟା ପ୍ରୀତି ପାଇଁ ଏ ସମାଜ କେଉଁ ଆଡ଼କୁ ଯାଉଛି।